ଶନି ଯୋଉ ଚଳନ ହେଲା ଏଇଟା କୁମ୍ଭ ରାଶିରୁ ମୀନ ରାଶି କି ଚଳନ ହେଲା ମାର୍ଚ୍ଚ 29 ମାନେ ଆଜି ଚୈତ୍ର ଅମାବାସ୍ୟା ଆଉ ସୂର୍ଯ୍ୟ ପରାଗ ବି ଅଛି 9ଟା 84 ପରେ ସେ ଆଜି ଚଳନ ହେବେ ଅପ୍ ଟୁ ଜୁନ 2027 ଜୁନ 3 2027 ପର୍ଯ୍ୟନ୍ତ ରହିବେ। ତ ଏହା ଦ୍ଵାରା କଣ ହବ ମାନେ ମକର ରାଶିର ଶନି 7.5 ହଟିଲା ମେଷ ରାଶି ପାଇଁ ଶନି 7.5 ଆରମ୍ଭ ହେଲା। ତ ଯାହା ଫଳରେ କି ମେଷ ଏବଂ ଆପଣଙ୍କର କୁମ୍ଭ ରାଶି ଏଇ ଦୁଇଟା ରାଶି ପାଇଁ ସମ୍ପୂର୍ଣ୍ଣ ଭାବରେ ଟିକେ ପ୍ରବଳ ହେଇପାରେ। ଆଉ ମୀନକୁ ଯେହେତୁ ଆସିଲେ ମୀନ ପାଇଁ ବି ଅସୁବିଧା ହବ। ଅସୁବିଧା ମାନେ କଣ ଫାଇନାନ୍ସିଆଲ ଦୃଷ୍ଟିକୋଣ ଟିକେ ସ୍ଲୋ କରିଦବ। ମାନେ ବ୍ୟକ୍ତିଗତ ହିସାବରେ କହୁଛି ବ୍ୟକ୍ତିଙ୍କ ମାନେ ଜୀବନ ଜୀବିକା ଉପରେ ଟିକେ ହେଲ୍ଥ ଦୃଷ୍ଟିକୋଣରୁ ଟିକେ ପ୍ରୋବ୍ଲେମ କରିବ। ତା ସହିତ ମେଣ୍ଟାଲ ଷ୍ଟାବିଲିଟି କୁ ଟିକେ ମାନେ ମେଣ୍ଟାଲ ଷ୍ଟ୍ରେସ୍ ରହିବେ ସମସ୍ତେ ଡିସିପ୍ଲିନ ଫଲୋ ହବନି। ତ ଏ ଦୃଷ୍ଟିରୁ ଶନିର ପ୍ରଭାବଟା ସମସ୍ତଙ୍କର ଜୀବନ ଜୀବିକା ଉପରେ ପଡିବ ନିଶ୍ଚୟ। ଏବଂ ଦେଶ ପାଇଁ କହିବାକୁ ଗଲେ ରାଜ୍ୟର ଦେଶର ଅର୍ଥନୀତି ଉପରେ ମଧ୍ୟ ସେ ପ୍ରଭାବ ପକେଇବ। ବିଜନେସ ଦୃଷ୍ଟିକୋଣରୁ ଯେହେତୁ ଶନି ଗୋଟେ ମାନେ ସ୍ଲୋ ମୁଭିଂ ପ୍ଲାନେଟ ସବୁ ଗୁଡାକ ସେ ସ୍ଲୋ କରିଦବ। ଏକ୍ସପେନ୍ସେସ୍ କୁ ବହୁତ କମେଇବାର ଅଛି ଆମକୁ ଏବେ ସେଭିଂ ବହୁତ କରିବାର ଅଛି। ତ ସେ ଦୃଷ୍ଟିରୁ ଶନିର ଯୋଉ 2.5 ବର୍ଷ ରହିବ ମେଷ ମାନେ ମୀନ ରାଶିରେ ତ ସେ ମେଷ ପାଇଁ ବି ସେ ପ୍ରଭାବ ପକେଇବ। ତ ମୋଟାମୋଟି 5 ବର୍ଷ ମେଷ ଆଉ ମୀନ ରାଶି ପାଇଁ ବିପଦ। ଏବଂ ଶନିର ଢେଇଆ ପଡିଗଲା ସିଂହ ରାଶି ଉପରେ ଏବଂ ଧନୁ ରାଶି ଉପରେ ସେମାନଙ୍କ ପାଇଁ ମଧ୍ୟ ପନୌତି ଆରମ୍ଭ ହେଇଯିବ। ମାନେ ଯାହା କିଛି ଇନଭେଷ୍ଟମେଣ୍ଟ କରିବାର ଅଛି ଲାର୍ଜ ସ୍କେଲ ଇନଭେଷ୍ଟମେଣ୍ଟ ଏବେ କରନ୍ତୁ ନାହିଁ ସିଂହ ରାଶି ଏବଂ ଧନୁ ରାଶି ପାଇଁ। କାହିଁକି ତାଙ୍କ ପାଇଁ ଏବେ ଟିକେ ଫାଇନାନ୍ସିଆଲ ଦୃଷ୍ଟିକୋଣରୁ ଆର୍ଥିକ ଲସ୍ ବହୁତ ହବ। ଯୋଉଥିରେ ହାତ ମାରିବେ ସେଇଟା ମାଟି ହେଇଯିବ। ମାନେ ତାଙ୍କର ଏବେ ପନୌତି ଆସିଗଲା ମାନେ ଶନିର ଢେଇଆ ଆସିଗଲା କଣ୍ଟକ ଶନି ସବୁ ଅବରୋଧ ହେଇଯିବ। ସବୁ ଗୁଡା କାମ ଡିଲେ ହବ ଅବଷ୍ଟାକଲ ଆସିଯିବ କାମରେ। ତ ସେଥିପାଇଁ ସିଂହ ରାଶି ଧନୁ ରାଶି ପାଇଁ ଏଇଟା ଟିକେ ବିପଦ। ବାକି ଆପଣ ତୁଳ ରାଶି ହେଇଗଲା ବା ବୃଷ ହେଇଗଲା ବା ମିଥୁନ ହେଇଗଲା କର୍କଟ ହେଇଗଲା ମକର ଏମାନଙ୍କ ପାଇଁ ଶୁଭପ୍ରଦ ଆରମ୍ଭ ହେଲା ଏବେ ଭଲ ସମୟରେ ଆସିଛି। ତ ମୋଟାମୋଟି କହିବାକୁ ଗଲେ ଶନିର ଚଳନଟା ଆଜିଠୁ ଲୋକ ଟିକେ ଡିସିପ୍ଲିନ ରହିବାର ଅଛି। ଲୋକଙ୍କୁ ଟିକେ ମାନେ ସିଷ୍ଟମେଟିକ ଅର୍ଡର ଫଲୋ କରିବାର ଅଛି। ରାତ୍ରିରେ ଜଲ୍ଦି ଶୋଇବାର ଅଛି 10ଟା ପୂର୍ବରୁ ବା ଖାଇବା ପିଇବାର ଯୋଉ ଫୁଡିଂ ହ୍ୟାବିଟ ଅଛି ଆମର ଇଟିଂ ହ୍ୟାବିଟ ଅଛି ତାକୁ ଟିକେ ମାନେ ଚେଞ୍ଜ କରିବାର ଅଛି। ଆମେ ପୁରୁଣା ଯୋଗକୁ ଫେରିବାର ଅଛି। ଖାଇବାରେ ସ୍ୱଦେଶୀ ଆମର ଯେମିତି 7:30 ପୂର୍ବରୁ ଖାଉଥିଲେ ସେଇ ସମୟରେ ଖାଇବାର ଅଛି। ସୂର୍ଯ୍ୟୋଦୟ ପୂର୍ବରୁ ଉଠିବାର ଅଛି। ଏସବୁ କଲେ ଶନିର ଯୋଉ ଦୁଷ୍ପରିମାଣ ଟା କମିବ। ତା ସହିତ ରେମେଡିଆଲ ପାର୍ଟ ହିସାବରେ ଦେଖିବା ଯଦି ଆମେ ଶନି ଯେହେତୁ ମୀନ ରାଶିକି ଯିବେ ମୀନ ହଉଛି ସମୁଦ୍ର ମୀନ ହଉଛି ମାନେ ସେ ଜଳର ମାନେ ଅଧିକାରୀ। ତ ସେଥିପାଇଁ ଜଳର କିଛି ପ୍ରୋବ୍ଲେମ ଆସିପାରେ। ଯେମିତି ଏଇ ବର୍ଷ ଉତ୍ତପ୍ତ ଅଧିକ ହବ ଜଳ ମାନେ ଜଳ କମ ହେବାର ସମ୍ଭାବନା ଅଛି। ବୃଷ୍ଟି ବି ବହୁତ ସ୍ୱଳ୍ପ ବୃଷ୍ଟି ହବ ଉତ୍ତପ୍ତ ଖରା ଅଧିକ ହବ ସାମୁଦ୍ରିକ ଗତିବିଧି ଉପରେ ବହୁତ ଅସୁବିଧା ହବ ଏବଂ ଭୂମିକମ୍ପ ଏସବୁ ଆରମ୍ଭ ହବ ବୁଝିଲେ ନା। ତ ସେ ଦୃଷ୍ଟିରୁ ବହୁତ ଗୁଡାଏ ଇସ୍ୟୁସ୍ ଆରମ୍ଭ ହବ। ବମ୍ବାର୍ଡିଂ ବି ହବ ୱାର ଫେସିଲିଟି ୱାର ଭିତରେ ଏଇ 2 ବର୍ଷ ପରେ ୱାର ଆରମ୍ଭ ହବ। ବହୁତ ଗୁଡାଏ ଇନସିଡେଣ୍ଟ ଘଟିବ ଏମିତି ଯୋଉଟା କି ମାନେ 30 ବର୍ଷ ପୂର୍ବରୁ ହେଇଥିଲା ରାଜନୈତିକ ଇନଷ୍ଟାବିଲିଟି ଆସିଯିବ ଏସବୁ ଘଟିବ। ତାର ରେମେଡି ପାର୍ଟଟା ବ୍ୟକ୍ତିଗତ ଜୀବନ ହିସାବରେ ରେମେଡି ପାର୍ଟଟା ଯେମିତି ସମସ୍ତଙ୍କୁ ମୁଁ କହିବି ଏବେ ଆଟଲିଷ୍ଟ ବ୍ଲଡ ଡୋନେଟ କରନ୍ତୁ। କାହିଁକି ନା ଆଉ 4-5 ଦିନ ପରେ ଏପ୍ରିଲ 4 ପରେ ମଙ୍ଗଳ ଆସିବେ ଆମର କର୍କଟ ରାଶିକୁ ଯାହା ଫଳରେ କି ଉତ୍ପାତ ମଚେଇବ। ସେଥିପାଇଁ ତା ଆଗରୁ ଆମକୁ ବ୍ଲଡ ଡୋନେଟ ଦେଇଦେବା ଯାହା ଫଳରେ କି ଆମର କିଛି କ୍ଷତି ହବ ନାହିଁ। କିଛି ଆକ୍ସିଡେଣ୍ଟ ହେଲା ବା କିଛି କୋଉଠି ମାଡ ହେଲା ତ ଆଟଲିଷ୍ଟ ବ୍ଲଡ ନ ବାହାରୁ ମାନେ ତାର ତୀବ୍ରତାକୁ ଆମେ କମେଇ ପାରିବା। କଳା ଗାଈ କି ଦାନ କରିପାରିବା ଖାଇବା ଜିନିଷ ଯେମିତି କି କୋଳଥ ହେଲା ବିରି ହେଲା ମୁଗ ହେଲା କଳା ଜିନିଷ ଦାନ କରିପାରିବା। କଳା ଗାଈ କି ହଉ ବାଛୁରୀ ହଉ ବା ମଇଁଷି ହଉ ଏମାନଙ୍କୁ ଦାନ କରିବା ଦ୍ଵାରା ଶନି ସନ୍ତୁଷ୍ଟ ହେଇପାରିବେ। ଶନି ହଉଛନ୍ତି ମାଙ୍କୁ ବହୁତ ଭଲ ପାଆନ୍ତି। ବୁଢୀ ଲୋକ ଭଲ ପାଆନ୍ତି। ବୁଢା ବୁଢୀ ଲୋକମାନଙ୍କୁ ଆମେ ଯଦି ତାଙ୍କ ଆଣ୍ଠୁରେ ଜଏଣ୍ଟ ପେନ୍ ହଉଛି ପାଦରେ ଏମାନଙ୍କୁ ଯଦି ଘଷିବା ତେଲ ଘଷିବା ଯେମିତି କି ସୋରିଷ ତେଲ ହଉ ବା ରାଶି ତେଲ ହଉ ଘଷିବା ଦ୍ଵାରା ତାଙ୍କର ଯୋଉ ଆଶୀର୍ବାଦ ମିଳିବ ସେଥିରେ ଶନି ସନ୍ତୁଷ୍ଟ ହେବେ। ତ ଏମିତି ବହୁତ ଗୁଡେ ରେମେଡି ଅଛି ଯେମିତି କି ଆପଣ ମାନେ କଣ ଘରେ ଯଦି କିଛି ଇଲେକ୍ଟ୍ରୋନିକ୍ସ ଭଙ୍ଗା ଜିନିଷ କିଛି ପଡିଛି ଇଲେକ୍ଟ୍ରିକାଲ ଇଲେକ୍ଟ୍ରୋନିକ୍ସ ତାକୁ ଟିକେ ବାହାର କରିଦିଅନ୍ତୁ ରିପେୟାର କରିଦିଅନ୍ତୁ ନହେଲେ ବାହାର କରିଦିଅନ୍ତୁ ଯାହା ଦ୍ୱାରା କି ଶନି ଶାନ୍ତ ହେବେ। ଏବଂ ମେନ୍ ହଉଛି ପକ୍ଷୀ ମାନଙ୍କୁ ଏବେ ଖରା ଆସିଲାଣି ପକ୍ଷୀ ମାନଙ୍କୁ ତାଙ୍କ ପାଣି ପିଇବା ବ୍ୟବସ୍ଥା କରନ୍ତୁ। ସ୍ପେଶାଲି କାଉ କୋଇଲି ଏମାନଙ୍କ ପାଇଁ ବ୍ୟବସ୍ଥା କରନ୍ତୁ। କାଉ ହଉଛି ମେନ୍ ଶନିଙ୍କର ସେ ପ୍ରତୀକ କହିଲେ ଚଳେ କାଉ। ତ ଏଇଗୁଡା କିଛି ଛୋଟ ଛୋଟ ରେମେଡି ଅଛି। ଆପଣ ଯଦି ଟିକେ ପଇସା ଖର୍ଚ୍ଚ କରିବେ ତ ନିଲମର ରିଙ୍ଗ ପିନ୍ଧି ପାରିବେ। ନିଲମର ଷ୍ଟୋନ ମିଳୁଛି ଶନିଙ୍କୁ କରିବା ପାଇଁ। ଗୋମେଦ ବି ମିଳୁଛି ରାହୁ କାହିଁକିନା ଶନି ରାହୁ ଏବେ 50 ଦିନ ପାଇଁ ଗୋଟେ ଘରେ ରହିବେ। ତ ସେମାନଙ୍କର ହାଇ ଇଣ୍ଟେନ୍ସିଟି ନେଗେଟିଭ ଏନର୍ଜି ଫ୍ଲୋ ହବ
से दृष्टि से नेगेटिव एनर्जी को आपण जदि बैलेंस करियार अछि ताहले गोमेद आ नीलम रो आपण रिंग मध्ये पिंधि पारिबे हातरे एवं ता सहित राहु जेहेतु आसुची एबे सबोल राहु डिजायर अनफुल माने से केबे फील हबनी ता डिजायर केबे माने एम्बिशियस राहु राहु सबोल चाहेबो जे मोर डिजायर फुलफिल करिया पे सब किछि मात्रा से पळेबो एक्सपोज हे जो सबोल से चाहेबो जे मो माने बहुत किछि आशा करबी बहुत अनलिमिटेड से माने कमिटमेंट करिवे अनलिमिटेड आशा करिवे किंतु शनि तांको सबोल अवरोध करूथो शनि सबोल डिले करूथो जा फल व्यक्तिर विकास उपरे अवरोध हबो व्यक्ति भितर गोटे मेंटल स्ट्रेस आरंभ हबो से दृष्टि एबे गरीब लोकंकु एटलिस्ट एम्प्लॉय माननकु लेबर क्लास माननकु मूल्य माननकु मजदूर माननकु दान करंतु तो जहा द्वारा कि गोटे मेंटली पीस आपण फील करि परिबे एवं शनिर जो दुष्प्रभाव अछि किछि मात्रा लाघव हे परिबो।